ଆକ୍ଚୁଆଲିରେ ନଈ ସେପାରି କନକ ଗରି ମୋ ବୋଉ ଥିଲା। ତା ଗାଁକୁ ଯିବାକୁ ହେଲେ ରାସ୍ତାଘାଟ ନଥିଲା। ନଈରେ ଡଙ୍ଗାରେ ବସିକି ଆମେ ଛୁଆଟି ବେଳୁ ତା ଗାଁକୁ ଯାଉଥିଲୁ। ନଈ ପଠାର ଯୋଉ ତତଲା ବାଲିରେ ପାଦ ଚାଇଁ ଚାଇଁ ଲାଗୁ ଯାଉଥିବ, ସେଇଥିରେ ଚାଲି ଚାଲି ନଈ ପଠା ପାର ହେଇକି ରାସ୍ତା ଉପରକୁ ଉଠିଲା ବେଳକୁ କିଏ ସାଇକେଲିଆ ଯାଉଥିବ, ମୋ ବୋଉ ତାକୁ ଡାକିକି ଅଟକେଇକି କହିବ ଯେ ମତେ ଟିକେ ନେଇକି ଅମକେଇ ଜାଗାରେ ଛାଡିଦେ। ମୋ ମୋ ବୋଉ ସାଙ୍ଗରେ ଆମେ 3 ଭାଇ ଭଉଣୀ ଚାଲିଥିବୁ, କେହି ନଥିବେ। ଆଉ ତା ଗାଁକୁ ଯିବାକୁ ତ ନଈରେ ପାର ହେଇକି ଗଲୁ। ଆଉ ତା ଗାଁରେ ପହଞ୍ଚିଲା ପରେ ନିପଟ ମଫସଲ ଗାଁ। ଆଉ ସେ ଗଛ ପତ୍ର ମାନେ ଭରପୁର, ପୁରାପୁରି ଗଡିଆ ନଈ, ସୁନ ନଈ କୂଳରେ ତା ଗାଁ ଥିଲା। ଆଉ ତା ଗାଁରେ ଲାଇନ ନଥିଲା। ଆଉ ଏବେ 10 ବର୍ଷ ହେଲା ଇଲେକ୍ଟ୍ରି ଆସିଛି ତା ଗାଁକୁ। ତା ନଈ ପଠାରେ ବନ୍ଧ ବି ବନ୍ଧା ହେଇଗଲାଣି। ଗାଡି ମଟର ଘାଇଁ ଘାଇଁ ହେଇକିନା ପୋଲ ଉପରେ ଯାଉଛି। ହେଲେ ସିଏ ଆଉ ତା ଗାଁକୁ ଯିବାକୁ ଏ ଦୁନିଆରେ ଆଉ ନାହିଁ। ମାନେ ମାମୁଁ ଘର କହିଲେ ଆମେ ଏତେ ଖୁସି ହେଇଯାଉ ଯେ ମାମୁଁ ଘରକୁ ଯିବା ପାଇଁ। ଉଫ, ମାନେ ସେ ଗୋଟେ ଅଲଗା ପ୍ରକାର ଖୁସି ଥାଏ। ଆଉ ମାମୁଁ ଘରକୁ ଗଲା ପରେ ଆସିଲା ବେଳକୁ ଘରକୁ ମାନେ ଏତେ କାନ୍ଦୁ ଯେ ମାନେ ଘରକୁ ଆସିବୁନି, ମାମୁଁ ଘରେ ହିଁ ରହିବୁ। ଏବେ ସବୁ ସୁବିଧା ହେଇଗଲା ତା ବାପଘର ଗାଁରେ, କିନ୍ତୁ ସିଏ ଏ ସୁବିଧାକୁ ଦେଖିବା ଆଗରୁ ଦୁନିଆ ଛାଡିକି ଚାଲିଗଲା। ଛାଡନ୍ତୁ ସେ କଥା। ନଈ ସେପରି କନକ ଗରି ମୋ ବୋଉ, ରିଅଲ ମୋ ବୋଉ, ଆଉ କାହା ବୋଉ ନୁହଁ। ସେ ଯୋଉ ଡଙ୍ଗାରେ ବସିକି ଯିବା ତା ଗାଁକୁ, ନଈ ପଠାରେ ଆଖୁ କିଆରିରୁ ଆଖୁ ମାନେ କାଟିକି ଖାଇବା, ଆଖୁ ସବୁ ଦାନ୍ତରେ ଛିଲିକି ଖାଇବା, ଗଡିଆରେ ବୁଡି ବୁଡିକି ଗାଧେଇବା, ଅ ଖରାଦିନେ ଆମ୍ବ ଗଛ ମୂଳକୁ ଯାଇକି ଆମ୍ବ ଗୋଟେଇବା। ମୁଁ ତ ପିଜୁଳି ଗଛରେ ଚଢିଯାଏ, କରଭଙ୍ଗା ଗଛରେ ଚଢିକି ସେ ସବୁ ବିଛେଇବା। ଆଉ ସନ୍ଧ୍ୟା ହେଲେ ଯଦି ବିଲକୁ ଝାଡା ଯାଇଥିବୁ ତାଙ୍କ ବାଡି ଭିତରକୁ, ନୀଳଗିରି ପାହାଡରୁ ଭାଲୁ ଓହ୍ଲେଇକି ଆସିକି ସନ୍ଧ୍ୟା ବେଳେ ତାଙ୍କ ଟିଅଲ ମୂଳରେ ଶୋଇବ। ଏମିତି ତ ବାହାଘର ପରେ ମୋ ହଜବେଣ୍ଡ ଥରେ ଯାଇଥିଲେ, ମୋ ମାମୁ ପୁଅ ତ ତାଙ୍କୁ ଭାଲୁ କହିଦେଇଛି। ସେ ତ ଜାଣିନାହାନ୍ତି ଭାଲୁ କି କଣ ଆସିକିନା ଦୁଆର ମୁହଁରେ ଶୁଏ ତାଙ୍କର ବାଡିଆଡେ। ବାସ୍, ସେ ଡରିକି ଘରକୁ ଦୌଡୁଛନ୍ତି। ତାପରେ କହିଲେ ତୋ ମାମୁଁ ଘରକୁ ଯିବିନି, ତୋ ଭାଇ ମାନେ ମତେ ଏମିତି ହଇରାଣ କରଉଛନ୍ତି, ଡରଉଛନ୍ତି। ଆରେ ବାପରେ, ସେ ଯୋଉ ମଜା, ସେ ମଜା କଣ ଆଉ ଏବେ ମିଳିବ? ଯୋଉ ସୁବିଧା ହେଇଗଲା ପରେ ନା ଭାଲୁ ଆସୁଛନ୍ତି, ନା ସେ ଚଢେଇ ମାନେ ଆସୁଛନ୍ତି, ନା ସେ ଗଛ ଅଛି, ନା ସେ ଗଡିଆରେ ଗାଧେଇବାରେ ଅଛି। ଏବେ ତ ବାଥରୁମ ରେ ଗାଧାଅ, ଲାଟ୍ରିନ ରେ ଝାଡା ଯାଅ, ବାସ ଆଉ କଣ?